ନମସ୍କାର। ଆଜି ରହସ୍ୟଭରା ଶ୍ରୀକ୍ଷେତ୍ରର କଥା ଏବଂ କାଳୁର କଥା। କାଳୁର କଥା ମାନେ କାଳୁ ସହିତ ମୋର ବ୍ୟକ୍ତିଗତ ବାର୍ତ୍ତାଳାପର କଥା। ଆପଣ କହିପାରନ୍ତି କାଳୁ ସହିତ କ'ଣ ମୁଁ କଥାବାର୍ତ୍ତା କରୁଛି? ହଁ, ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମୁଁ ତା ସହିତ କଥାବାର୍ତ୍ତା କରେ। ଆଜି ସେଇଭଳି କାଳୁ ସହିତ ଏଇ ନିକଟରେ ଏଇ କିଛି ଦିନ ତଳେ ଧ୍ୟାନସ୍ଥ ଅବସ୍ଥାରେ ତା ସହିତ ମୋର ଯେଉଁ ବାର୍ତ୍ତାଳାପ ହେଇଥିଲା ସେଇ କଥା କହିବି। ସେଇ କଥା ପୁଣି କ'ଣ? କାଳୁର ଏଇ ଯେଉଁ ମୁହଁ ଦେଖୁଛନ୍ତି, ଏଇ ଯେଉଁ ଦେହ ଦେଖୁଛନ୍ତି, ବିଶ୍ୱର କୌଣସି ଠାକୁରଙ୍କର ଏଇଭଳି ଏକ ଶରୀର ନାହିଁ, ଯେଉଁଠି ଗୋଡ଼ ନାହିଁ, ଆଖିରେ ପଲକ ନାହିଁ, ହାତ ଅଧା, ପାଟିଟା ଗୋଟେ ଏଡ଼େ ଏକେ ନୌକା ଭଳିଆ ଡଙ୍ଗା ଭଳିଆ, ମୁଣ୍ଡରେ କପାଳ ନାହିଁ, ଫାଳ ଭଳିଆ ହେଇଛି, ନାନାଦି କଥା। ଇଏ ଏକ ବିଚିତ୍ର ଠାକୁର। ଏଇ ଯେଉଁ ରହସ୍ୟଭରା ଶ୍ରୀକ୍ଷେତ୍ରରେ ଆମର କାଳୁ ବା ଶ୍ରୀ ଜଗନ୍ନାଥ ହେଲେ ଜଣେ ଅତ୍ୟନ୍ତ ରହସ୍ୟମୟ ଠାକୁର ଏବଂ ଏଇଭଳି ଶରୀରଟେ ସେ କାହିଁ ପାଇଛି, ଆ ପଛର ରହସ୍ୟ କ'ଣ, ଯାହା ମୁଁ ତା ସହିତ କଥାବାର୍ତ୍ତା କରି ଜାଣିଛି ସେଇ କଥା ଆଜି କହୁଛି। ମୋର ଏ କଥା କୌଣସି ଶାସ୍ତ୍ର ଅନୁମୋଦିତ କଥା ନୁହେଁ କି ଶାସ୍ତ୍ରରେ ଆର ଶରୀରକୁ ମୁହଁକୁ ନେଇ କ'ଣ ଶ୍ଲୋକ ଲେଖାଇଛି ତା ନୁହେଁ। ଏଇଟା ମୋର ବ୍ୟକ୍ତିଗତ କାଳୁ ସହିତ ମୋର ଯେଉଁ ଇଣ୍ଟରାକ୍ସନ୍ ବା ବାର୍ତ୍ତାଳାପ ତାରି ଉପରେ ଆଧାରିତ। ତେବେ କାଳୁର ଏଇ କଥାଟି କହିବା ପୂର୍ବରୁ ମୁଁ ଜଣେଇ ଦେଉଛି, ଆଗାମୀ ଏପ୍ରିଲ ମାସ 10, 11, 12 ଏପ୍ରିଲ ମାସ 10, 11, 12 ତାରିଖରେ ମୋ ଆଶ୍ରମରେ ଧ୍ୟାନ ଶିବିର ଅନୁଷ୍ଠିତ ହେବ। ଅନେକ ଲୋକ ଧ୍ୟାନ ଶିବିରରେ ଯୋଗ ଦେବା ପାଇଁ ନାମ ରେଜିଷ୍ଟ୍ରେସନ କରିସାରିଛନ୍ତି। ତେବେ ଯେହେତୁ ଏପ୍ରିଲ 10ରେ ହେବ, ନାମ ରେଜିଷ୍ଟ୍ରେସନ କରିବାର ସମୟ ଆହୁରି ବଢ଼େଇ ଦିଆଯାଇଛି। ଏଇ ମାର୍ଚ୍ଚ 31 ତାରିଖ ସୁଦ୍ଧା, ଏଇ ମାସ ଆଜି ହେଉଛି 24, ମାର୍ଚ୍ଚ 31 ତାରିଖ ସୁଦ୍ଧା ଯେଉଁମାନେ ଚାହିଁବେ ପପୁ ମହାରାଜଙ୍କ ସହିତ ଯୋଗାଯୋଗ କରି ନାମ ରେଜିଷ୍ଟ୍ରେସନ କରିପାରିବେ। ମାର୍ଚ୍ଚ 31 ତାରିଖ ପରେ ଆଉ ନାମ ନିଆଯିବ ନାହିଁ। ଯେଉଁମାନେ ପପୁ ମହାରାଜଙ୍କୁ ଯୋଗାଯୋଗ କରିବେ ସେମାନେ କେବଳ ସକାଳ 8ଟାରୁ 9ଟା ଭିତରେ ଯୋଗାଯୋଗ କରିବେ, କେବଳ ସକାଳ 8ଟାରୁ 9ଟା ଭିତରେ। ତାପରେ ସେ ଚାକିରିଆ ଲୋକ, ହୁଏତ ଆପଣଙ୍କର ଫୋନ୍ ନ ଉଠେଇ ପାରନ୍ତି। ତେଣୁ ଦୟାକରି ଯେଉଁମାନଙ୍କର ଧ୍ୟାନ ଶିବିରରେ ଯୋଗ କରିବାକୁ ଇଚ୍ଛା ଅଛି ସେମାନେ ମାର୍ଚ୍ଚ 31 ତାରିଖ ସୁଦ୍ଧା ପପୁ ମହାରାଜଙ୍କୁ ସକାଳ 8ଟାରୁ 9ଟା ଭିତରେ ନାମ ରେଜିଷ୍ଟ୍ରେସନ କରେଇ ନେବେ। ତାଙ୍କର ଫୋନ୍ ନମ୍ବର ହେଲା 943 793 1018, 943 793 1018। ଧ୍ୟାନ ଶିବିର ଆସନ୍ତା ଏପ୍ରିଲ 10, 11, 12ରେ ହେବ। ମୁଁ ସମସ୍ତଙ୍କୁ ଜଣେଇଦେଲି। ବର୍ତ୍ତମାନ କାଳୁର କଥା। ଆମ ଶ୍ରୀ ଜଗନ୍ନାଥ ଏଭଳି ଜଣେ ରହସ୍ୟମୟ ଠାକୁର। ତାଙ୍କର ସମସ୍ତ ରୀତିନୀତି, ଜୀବନଚର୍ଯ୍ୟା ସବୁକିଛି ମୁଁ କହିଛି ଅବିକଳ ମଣିଷ ଭଳି ଅନେକ ବାର କହିଛି। ଏବଂ ଏ ସଂସାରରେ ଶ୍ରୀ ଜଗନ୍ନାଥଙ୍କୁ ଛାଡ଼ିଦେଲେ ଏମିତି ଆପଣ ଜଣେ ଦ୍ୱିତୀୟ ଈଶ୍ୱର ବା ଦ୍ୱିତୀୟ ଠାକୁର ଯାହାଙ୍କୁ ଆମେ ସିଂହାସନ ଉପରେ ବସେଇ ପୂଜା କରୁଛେ ଆଦୌ କହିପାରିବେ ନାହିଁ, ଯାହାର ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ମଣିଷ ଭଳି। ଯିଏ ସକାଳୁ ଉଠେ, ଦାନ୍ତ ଘଷେ, ଜଳଖିଆ ଖାଏ, ଗାଧାଏ, ଜୀବ ଛେଲେ, ଜ୍ୱରରେ ପଡ଼େ, ବାହା ହୁଏ, ରୁକ୍ମିଣୀକି ପ୍ରେମ କରି ଉଡ଼େଇ ଆଣନ୍ତି, ଗରମ ଦିନେ ନଈରେ କି ପୋଖରୀରେ ଡଙ୍ଗାରେ ବସିକି ହାୱା ଖାଆନ୍ତି। ତାଙ୍କ ଦେହ ବି ଖରାପ ହୁଏ, ଜ୍ୱର ହୁଏ, କେତେବେଳେ 19 ବର୍ଷ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୁଏ। ସିଏ ପୁଣି ପୋତା ହୁଅନ୍ତି, ପୁଣି ଆଉ ଥରେ ଜନ୍ମ ନିଅନ୍ତି। ଜନ୍ମ ମୃତ୍ୟୁର ଯେଉଁ ରିବାର୍ଥ କନସେପ୍ଟ, ଏମିତି କୌଣସି ଠାକୁର ସଂସାରରେ ନାହାନ୍ତି। ଆଉ ସବୁଠାରୁ ବଡ଼ କଥା କ'ଣ ଜାଣନ୍ତି? ସେଇଗୋଟା ମୁଁ ଆଜି କହୁଛି। ଆମ ଜଗନ୍ନାଥଙ୍କର ଶରୀର ଏଭଳି ଭଳି ମୁଁ ଅନେକ ଥର କହିଛି, ମୋର ପ୍ରତି ଭିଡ଼ିଓରେ ମୁଁ କୁହେ, ଇଏ ହେଲେ ମଣିଷ ଠାକୁର ଏବଂ ପ୍ରେମର ଠାକୁର।
ମୁଁ ପ୍ରେମ ଉପରେ ସବୁବେଳେ ଜୋର ଦେଇ ଆସିଛି। ସବୁବେଳେ କହିଛି ଜଗନ୍ନାଥଙ୍କୁ ରୀତିନୀତି ବିଧିବିଧାନ ଭିତରେ ବାନ୍ଧିକି ରଖ ନାହିଁ, ଧୂପ ଦୀପ ଭିତରେ ବାନ୍ଧିକି ରଖ ନାହିଁ, ତାକୁ କେବଳ ପ୍ରେମ କର, କାରଣ ସେ ପ୍ରେମର ଠାକୁର। ପ୍ରେମ କହିଲେ ସାଧାରଣ ଭାବରେ ଏ ଯେଉଁ ତଥାକଥିତ ପଣ୍ଡିତ ପୁରୋହିତ ମାନେ ବା ଅନ୍ୟମାନେ କେହି ନିଜକୁ ଯେଉଁମାନେ ଅତି ଜ୍ଞାନୀ ଭାବନ୍ତି, ପ୍ରେମ କହିଲେ ସେମାନେ ସାଙ୍ଗେ ସାଙ୍ଗେ ପ୍ରେମଟାକୁ ଗୋଟେ ଖରାପ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି, ସାଙ୍ଗେ ସାଙ୍ଗେ ଭାବନ୍ତି ପ୍ରେମ ମାନେ ଗୋଟେ ଶାରୀରିକ ସମ୍ପର୍କ ଏବଂ ସେକ୍ସ। ନା, ପ୍ରେମ ତା ନୁହେଁ। ପ୍ରେମ ହେଲା ମଣିଷର ସବୁଠାରୁ ଉଚ୍ଚତର ଧର୍ମ ଗୁଣ। ପ୍ରେମ ହେଲା ହୃଦୟର ଭାବର ଉଚ୍ଛ୍ୱାସ। ତମ ହୃଦୟ ଭିତରେ ଭାବର ଯେଉଁ ରସ ନୀତି ପ୍ରତି ମୁହୂର୍ତ୍ତରେ ନିଗୁଡୁଛି, ତାହା ହେଲା ପ୍ରେମ। ପ୍ରେମ ଏଭଳି ଏକ ମନ ତ ନୁହଁ, ପ୍ରେମ ଏଭଳି ଏକ ହୃଦୟର ଭାବ ଯେଉଁଥିରେ ସାରା ସଂସାରକୁ ତମେ ନିଜର କରିଦେଇ ପାରିବ। ପ୍ରେମ ଆଗରେ ସବୁ ଜିନିଷ ଫିକା। ଶତ୍ରୁ ମଧ୍ୟ ମିତ୍ରରେ ଅଚିରେ ପରିଣତ ହୋଇଯିବ ଯଦି ତମର ପ୍ରକୃତରେ ପ୍ରେମର ଭାବ ଥାଏ। ଏବଂ ଆମ ଜଗନ୍ନାଥ ହେଲେ ପ୍ରେମର ଠାକୁର, ଭାବର ଠାକୁର। ସିଏ ଯେ କିଭଳି ପ୍ରେମର ଠାକୁର, ପୁରାଣଠୁ ଆରମ୍ଭ କରି ଭକ୍ତ ସୁଦାମାଠୁ ଆରମ୍ଭ କରି ତ୍ରେତୟା ଯୁଗର ଶବରୀର କଷା ଫଳକୁ ରାମଚନ୍ଦ୍ରକୁ ଚାଖିକି ଦେବାଠୁ ଆରମ୍ଭ କରି ଯାଜପୁରର ବନ୍ଧୁ ମହାନ୍ତି କି ସୁନା ଥାଳିରେ ସ୍ୱୟଂ ଜଗନ୍ନାଥ ରାତି ଅଧରେ ଅଭଡ଼ା ଦେବାଠୁ ଆରମ୍ଭ କରି ଦେବଦାସୀ ଭିତର ଗାୟଣୀ ଯେ ପ୍ରତିଦିନ ରାତ୍ରର ଗଭୀର ରାତ୍ର ଯାଏଁ ରତ୍ନ ସିଂହାସନ ସାମ୍ନାରେ ନୃତ୍ୟ କରି ଶ୍ରୀ ଜଗନ୍ନାଥଙ୍କର ଶେଷ ପଲଙ୍କରେ ଶୋଇବାକୁ ଯିବା ଯାଏଁ ସେ ତାର ନୃତ୍ୟରେ ଜଗନ୍ନାଥଙ୍କୁ ଅତୀତରେ ବିଭୋର କରେଇଛି। ଭିତର ଗାୟଣୀ କଥା ମୁଁ କହିଛି କି ନାହିଁ ମୋର ମନେ ନାହିଁ। ତାଠୁ ଆରମ୍ଭ କରି ଦେବଦାସୀ ଲାବଣ୍ୟବତୀଠୁ ଆରମ୍ଭ କରି ଇତିହାସରେ ଅନେକ ନଜିର ଅଛି ଯେଉଁଠି ଜଗନ୍ନାଥ କେବଳ ପ୍ରେମରେ ମଣିଷ ପାଖରେ ବାନ୍ଧି ହୋଇଯାଇଛନ୍ତି। ବଳରାମ ଦାସଙ୍କ କଥା ତ ଜାଣିଛନ୍ତି, ଯିଏ ବେଶ୍ୟାସକ୍ତ ଥିଲେ, ଯାହାଙ୍କ ପାଇଁ ରଥଯାତ୍ରା ବନ୍ଦ ହେଇଯାଇଥିଲା। ବଳରାମ ଦାସ ଯେତେବେଳେ ସମୁଦ୍ର କୂଳରେ ବସି 3ଟି ରଥ ବାଲିରେ କରି କହିଛନ୍ତି ପ୍ରଭୁ ତୁ ମୋର ଆରି ଭିତରେ ରହିଯିବୁ, ଯେହେତୁ ବଳରାମ ଦାସକୁ ରଥ ଉପରେ ସେବାୟତ ମାନେ ଅଶ୍ରାବ୍ୟ ଭାଷା ଗାଳି ଦେଇକି ତଡ଼ି ଦେଇଥିଲେ, ସେ କଥା ବି ଜାଣିଛନ୍ତି। କିନ୍ତୁ ମୋଟାମୋଟି କହୁଛି, କେତେ ଜଣ କହିପାରିବେ ପ୍ରତିଦିନ 10 ଘଣ୍ଟା ପୂଜା ପାଠ କରି ସେମାନେ ଜଗନ୍ନାଥଙ୍କର ସାନ୍ନିଧ୍ୟ ପାଇଛନ୍ତି? ବୋଧ ହୁଏ ଇତିହାସରେ ଏ ନଜିର ନାହିଁ। କେବଳ ଯିଏ ଭଗବାନଙ୍କୁ ଜଗନ୍ନାଥଙ୍କୁ ପ୍ରାଣ ଦେଇ ଭଲ ପାଇଛି, ନିଜକୁ ତାଙ୍କ ପାଖରେ ସମର୍ପଣ କରିଦେଇଛି, ସେଇ ମଣିଷଟି ହୁଏତ ଜଗନ୍ନାଥଙ୍କ ସଂସ୍ପର୍ଶରେ ଆସିଛି, ସାନ୍ନିଧ୍ୟ ପାଇଛି, ତାଙ୍କ ସହିତ ସମ୍ପର୍କ ଯୋଡ଼ି ଦେଇ ପାରିଛି। ମୁଁ ତ ନିଜେ କହୁଛି, ମୁଁ ପୂଜା ପାଠ କିଛି ଜାଣେ ନାହିଁ। ଶୁଳ୍କ ତ ଆଦୌ ଗୋଟିଏ ଶବ୍ଦ ବି ବୋଲି ପାରିବେ ନାହିଁ। ମୁଁ ସଂସ୍କୃତରେ ସମ୍ପୂର୍ଣ୍ଣ ଦୁର୍ବଳ। କି ଶୁଳ୍କ ଶିଖିବାର ଘୋଷିବାର ମୋର ମଧ୍ୟ କୌଣସି ଆଗ୍ରହ ଆଜି ଯାଏଁ ଜୀବନରେ ନାହିଁ। ମୋ ଘରେ ଯେଉଁ ଠାକୁରଙ୍କୁ ମୁଁ ଦେଖାଏ ସବୁବେଳେ, ସିଏ ମଧ୍ୟ କୌଣସି ମନ୍ତ୍ର ଉଚ୍ଚାରିତ ମନ୍ତ୍ର ଦ୍ୱାରା ପୂଜା ହୁଏନ୍ତି ନାହିଁ। ଖାଲି ଦୀପଟିଏ ଜଳେ, ଧୂପଟିଏ ଦିଏ, ଘରଟି ବାସ୍ନା ହେବ ବୋଲି ମୁଣ୍ଡିଆଟେ ମାରି। ମୋ କାଳକୁ ମୁଁ କେବଳ ଭଲ ପାଏ। ଯେମିତି ଅତୀତରେ ମୋ ପ୍ରେମିକା ମାନଙ୍କୁ ଭଲ ପାଇଛି, ଯୌବନ ଅବସ୍ଥାରେ ମୋ ପତ୍ନୀକି ଭଲ ପାଇଛି, ଏବେ ମୋ ପୁଅ ଝିଅଙ୍କୁ ଭଲ ପାଉଛି, କି ମୋ ବାପାଙ୍କୁ ଭଲ ପାଉଥିଲି, ଅବିକଳ ସେମିତି ଜଗନ୍ନାଥ ହେଲେ ମୋ ଘରର ଗୋଟେ ବୁଢ଼ା ବାପା ବା ମୋର ଗୋଟେ ଘନିଷ୍ଠ ବନ୍ଧୁ। ସେଇ ଭଲ ପାଇବା ଭିତରେ ମୁଁ ତାଙ୍କର ସାନ୍ନିଧ୍ୟ ପାଇଛି। ଏ ଜନ୍ମରେ ସମ୍ପୂର୍ଣ୍ଣ ତାଙ୍କ ସହିତ ମୋର ସମ୍ପର୍କ ଅଛି ଏବଂ ମୋର ଏଇ ଛୋଟିଆ
ଜୀବନର ଯାତ୍ରା ଖୁବ୍ ସୁଖରେ ଶାନ୍ତିରେ ମୁଁ ବାହି ନେବାରେ ଲାଗିଛି। ତେଣୁ ଜଗନ୍ନାଥ ହେଲେ ପ୍ରେମର ଠାକୁର। ମୋର ଏବେ ମାନେ ମାସେ ଖଣ୍ଡେ ତଳେ ମୋ ମନରେ ଉଠିଲା, ମୁଁ ତ ପ୍ରେମର ଠାକୁର କହୁଛି। ଅତୀତର ଅନେକ ଘଟଣାରେ ଠାକୁର ସେଇମାନଙ୍କୁ ଦେଖା ଦେଇଛନ୍ତି ବା ସେଇମାନଙ୍କ ସହିତ ସମ୍ପର୍କ ଯୋଡ଼ିଛନ୍ତି ଯେଉଁମାନେ ତାଙ୍କୁ ପ୍ରେମରେ ଭଲ ପାଇଛନ୍ତି ବା ପ୍ରେମରେ ତାଙ୍କୁ ବାନ୍ଧିଛନ୍ତି। ତେଣିକି ସେ ଦାସିଆ ବାରି ହଉ, ଭକ୍ତ ସୁଦାମା ହଉ କି ଶବରୀ ହଉ, ଯିଏ ବି କେହି ହଉ, କି ବଳରାମ ଦାସ ହୁଅନ୍ତୁ, କି ଭିତର ଗାୟଣୀ ହଉ, କି ଲାବଣ୍ୟବତୀ ହଉ, ଯିଏ ହଉ, କିନ୍ତୁ ମୁଁ କେମିତି କାହାକୁ ବୁଝେଇବି ଯେ ତମେ ପ୍ରେମର ଠାକୁର? ଏଇ ପ୍ରଶ୍ନ ଦିନେ ମୁଁ ମୋ ଜଗନ୍ନାଥଙ୍କୁ ପଚାରିଲି ଏବଂ ସେ ଯାହା ମୋତେ ଉତ୍ତର ଦେଇଥିଲେ ସେଇ ଉତ୍ତରଟା ମୁଁ ଆପଣମାନଙ୍କୁ କହୁଛି। ଯେଉଁମାନେ ଏଇ ଭିଡ଼ିଓଟିକୁ ମୂଳରୁ ଶେଷ ଯାଏଁ ସମ୍ପୂର୍ଣ୍ଣ ଦେଖିବେ, ଭାବୁଛି ଆମ ଜଗନ୍ନାଥ ଯେ ପ୍ରେମର ଠାକୁର, ଯାହା ସିଏ ମୋତେ ନିଜେ ବୁଝେଇଛନ୍ତି, ସେଇଟା ଆପଣମାନେ ମଧ୍ୟ ବୁଝି ଯାଇପାରିବେ। ଏଇ ପ୍ରଶ୍ନଟା ଯେତେବେଳେ ମୋ ମନରେ ଉଠିଲା ଏବଂ ପ୍ରଭୁଙ୍କୁ ମୁଁ ପଚାରିଲି, ତୁ କେମିତି ପ୍ରେମର ଠାକୁର? ଅତୀତର ଉଦାହରଣକୁ ଛାଡ଼ିଦେଲେ ମୋତେ ଟିକେ ତୁ କହ, ତୁ କେମିତି ପ୍ରେମର ଠାକୁର? ମୋତେ ଯାହା ମୋ କାଳୁ କହିଥିଲା ମୁଁ ସେୟା କହୁଛି। ସଂସାରରେ ଯେତେ ଈଶ୍ୱର ନାମରେ ଆମେ ମୂର୍ତ୍ତି ତିଆରି କରି ପୂଜା କରୁଛେ, ସଂସାରରେ ପ୍ରତ୍ୟେକ ମୂର୍ତ୍ତି ହାତରେ କୌଣସି, କାହାର 2 ହାତ, କାହାର 4 ହାତ, କାହାର 8 ହାତ, ସବୁ ହାତରେ ଗୋଟେ ଗୋଟେ ଅସ୍ତ୍ର ଶସ୍ତ୍ର ଯାହା ରହିଥିବ। ବିଷ୍ଣୁଙ୍କର ଯେମିତି ଚତୁର୍ଭୁଜ, ଶଙ୍ଖ ଚକ୍ର ଗଦା ପଦ୍ମ, ନାନାଦି ପ୍ରକାର ହାତ ଥିବ। ସେ ଛିଡ଼ା ହୁଅନ୍ତୁ, ବସନ୍ତୁ, ଯାହା ହୁଅନ୍ତୁ। କିନ୍ତୁ ଜଗନ୍ନାଥ କେମିତି ପ୍ରେମର ଠାକୁର, ତାର ପ୍ରଥମ ଉଦାହରଣ ହେଲା ତାଙ୍କର ହାତ ଦିଟା ଆଲିଙ୍ଗନର ମୁଦ୍ରାରେ, ମାନେ ବୁଝିପାରୁଛନ୍ତି ତ, ଆଲିଙ୍ଗନର ମୁଦ୍ରାରେ ଜଗନ୍ନାଥଙ୍କର ହାତ ଦିଟା ଆଗକୁ ବଢି ଯାଇଛି, ମାନେ ତମକୁ ସେ କୋଳେଇ ନେବାକୁ ଛାତିରେ ଚାହୁଁଛନ୍ତି। ଏମିତି ଠାକୁର ବା କୌଣସି ଈଶ୍ୱର ପୃଥିବୀରେ ଦେଖିଛନ୍ତି? ସବୁ ହାତରେ ଈଶ୍ୱରଙ୍କର କିଛି ନା କିଛି ଗୋଟେ ଅସ୍ତ୍ର ଥିବ। ସେ ଶଙ୍ଖ ହଉ, ଚକ୍ର ହଉ, ଗଦା ହଉ, ପଦ ହଉ, କି ଯାହା ବି ଥାଉ। ଜଗନ୍ନାଥ ଏଭଳି ଜଣେ ଠାକୁର ଯିଏ 2 ହାତଟାକୁ, 2 ବାହୁ ଯାକ ଆଗକୁ ବଢେଇ ଦେଇଛନ୍ତି, ଲମ୍ବେଇ ଦେଇଛନ୍ତି, ମାନେ ହାତ ଦିଟା ପ୍ରସାରିତ କରିଛନ୍ତି। ମାନେ ଆମେ ଯେମିତି ଆମର ନିଜ ଛୋଟ ଛୁଆ ନାତି ନାତୁଣୀକୁ ହଉ ବା ଯୌବନରେ ଆମ ପ୍ରେମିକାକୁ କୁଣ୍ଢେଇବାକୁ ହଉ, ଆମେ ପ୍ରେମରେ ଯେତେବେଳେ କାହା ଗୋଟେ ଆଲିଙ୍ଗନ କରୁ, ଆମେ କ'ଣ ହାତଟାକୁ ବଢେଇ ଦଉ, ବଢେଇ ଦେଲେ ଆମେ ଆମ ଛାତି ଭିତରେ ତାକୁ କୁଣ୍ଢଉ। ଇଏ ହେଉଛନ୍ତି ପୃଥିବୀରେ ବିଶ୍ୱରେ ଏକମାତ୍ର ଠାକୁର ଯିଏ ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଛିଡ଼ା ହେଇଛନ୍ତି। ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ଉପରେ ଜଗନ୍ନାଥ ଆଲିଙ୍ଗନ ମୁଦ୍ରାରେ ଛିଡ଼ା ହେଇଛନ୍ତି, ମାନେ କୋଳେଇ ନେବା ପାଇଁ। ଏମିତି ଈଶ୍ୱର ଭାବିଛନ୍ତି କୁହନ୍ତୁ, କୌଣସି ଠାକୁର ଆଲିଙ୍ଗନ ମୁଦ୍ରାରେ ପୂଜା ପାଉଛନ୍ତି କି? ନା, କେବଳ ଆମ ଶ୍ରୀ ଜଗନ୍ନାଥ। ସେ ସମସ୍ତଙ୍କୁ କହୁଛନ୍ତି ତମେ ଆସ। ଏଇ ଯୋଉ ମୁଦ୍ରା, ତାଙ୍କର ଯୋଉ ହାତଟା 2 ହାତ ଏମିତି ପ୍ରସାରିତ ହେଇଛି, ସେଇଟା ହଉଛି ପ୍ରେମରେ ସେ ଆଲିଙ୍ଗନ କରିବାକୁ ଚାହୁଁଛନ୍ତି। ସେ କହିଲେ, ମୁଁ ସେଇ ସକାଶେ ପ୍ରେମର ଠାକୁର। ମୁଁ ପ୍ରେମରେ ସମସ୍ତଙ୍କୁ ମୋ ଛାତି ଭିତରେ, ବାହୁ ଭିତରେ କୋଳେଇ ନେବାକୁ ଚାହୁଁଛି। এইটা হচ্ছে প্রথম উদাহରଣ ଜଗନ୍ନାଥଙ୍କର। এই ଯୋଉ ଶରୀର, ଇଏ ଏକ ଆଲିଙ୍ଗନ ମୁଦ୍ରାରେ ଛିଡ଼ା ହେଇଛନ୍ତି, 2 ବାହୁ ପ୍ରସାରିତ ନିଜ ଛାତି ଭିତରେ ସମଗ୍ର ସୃଷ୍ଟିଟାକୁ କୋଳେଇ ନେବା ପାଇଁ। ମୁଁ ତାଙ୍କୁ କହିଲି, ପଚାରିଲି, ଠିକ ଅଛି, ମୁଁ ବୁଝିପାଇଲି, ଏ 2 ହାତ ଯାକ ଆଲିଙ୍ଗନ ମୁଦ୍ରାରେ ଆପଣ ଛିଡ଼ା ହେଇଛନ୍ତି ସମସ୍ତଙ୍କୁ କୋଳେଇ ନେବା ପାଇଁ। କିନ୍ତୁ ଆପଣଙ୍କର ତ ହାତରେ ପାପୁଲି ନାହିଁ, ମୁଠା ନାହିଁ। ଆପଣ ଯେତେବେଳେ ଆଲିଙ୍ଗନ କରିବେ, ଆପଣ ତାଙ୍କୁ ଭିତରେ ବାନ୍ଧିକି ରଖିପାରିବେନି। ଏଟା ତ ମେଲା, ଯିଏ ପଶିବ ସେ ବାହାରି ଯିବ। ଆପଣ ତାଙ୍କୁ ଛାତିରେ କୁଣ୍ଢେଇବେ କେମିତି? ଆପଣଙ୍କୁ ତ ପାପୁଲି ନାହିଁ।
ତାଙ୍କର ଉତ୍ତର କ'ଣ ଥିଲା ଜାଣିଛନ୍ତି? ସିଏ କହିଲା ପ୍ରେମ ବନ୍ଧନ ନୁହେଁ, ପ୍ରେମ ମଣିଷକୁ ମୁକ୍ତ କରେ। ତମେ ମାନେ ପ୍ରେମରେ ସମସ୍ତଙ୍କୁ ବାନ୍ଧି ଦେବାକୁ ଚାହୁଁଛ, ପ୍ରେମ ବାନ୍ଧେ ନାହିଁ, ପ୍ରେମ ଖୋଲି ଦିଏ, ପ୍ରେମ ମୁକ୍ତ କରେ। ଯଦି ଗୋଟାକୁ ବନ୍ଧନ ଭିତରେ ବାନ୍ଧି ଦିଆଗଲା ସେଟା ପୋଖରୀ ହେଇଗଲା। ପୋଖରୀର ପାଣିଟା ସବୁବେଳେ ସ୍ଥିର ଗୋଟେ ଭିତରେ ରହିଥାଏ, ଚାରିପଟ ତାର ବନ୍ଧ, ଭିତରେ ପୋଖରୀ ପାଣି, ତେଣୁ ପୋଖରୀ ପାଣିରେ ପଙ୍କ ହୁଏ, ପୋକଜୋକ ମଧ୍ୟ ହୁଅନ୍ତି। ଯେଉଁ ପାଣିଟା ବେଶୀ ଦିନ ଆବଦ୍ଧ ହେଇକି ରହିଯିବ ତା ଭିତରେ ପୋକ ସୃଷ୍ଟି ହେବେ। ନଈଟା ପୋଖରୀ ନୁହଁ, ନଈଟା କୁଳୁକୁଳୁ ନଦୀରେ ବହି ଯାଉଛି ଖୋଲା ଆକାଶ ତଳେ। ପ୍ରଭୁ ମତେ ବୁଝେଇ ଦେଲା, ମୋର ଯୋଉ ଆଲିଙ୍ଗନ, ପ୍ରେମରେ ଆଲିଙ୍ଗନ କରିବା ପାଇଁ ମୁଁ ବାହୁ ପ୍ରସାରିତ କରୁଛି, କିନ୍ତୁ ମୋର ପାପୁଲି ନାହିଁ। ଏଇ ସକାଶେ ମୁଁ କାହାକୁ ବାନ୍ଧି ରଖିବାକୁ ଚାହୁଁନି, କୋଳେଇ ନେବାକୁ ଚାହୁଁଛି। ତେମେ ଆସ, ମୁଁ ତମକୁ କୋଳେଇ ନେବି, ମୋ ଛାତିରେ ଶୋଇପଡ଼, କିନ୍ତୁ ମୁଁ ତମକୁ ବାନ୍ଧିବାକୁ ଚାହୁଁନି, କାରଣ ପ୍ରେମ କାହାକୁ ବାନ୍ଧେ ନାହିଁ। ଆମର ଯୋଉ କୁହାଯାଇଛି ପ୍ରେମଟା ସବୁବେଳେ ଅନ୍ଧ। ଅନ୍ଧ ମାନେ ପ୍ରେମ କାହାକୁ, ପ୍ରେମ ଅନ୍ଧ ମାନେ ପ୍ରେମ ଅନ୍ଧ ଏବଂ ପ୍ରେମରେ କାହାକୁ ବାନ୍ଧି ରଖ ନାହିଁ। ପ୍ରେମ ହେଉଛି ମୁକ୍ତ। ପ୍ରେମ ଭିତରେ ରୀତିନୀତି ଦେଖାଯାଏନି, ବିଧିବିଧାନ ଦେଖାଯାଏନି, ଶୋକ ପୁରାଣ ଦେଖାଯାଏନି, ଜାତି ଅଜାତି ଦେଖାଯାଏନି, ବଡ଼ ଲୋକ ଛୋଟ ଲୋକ ଦେଖାଯାଏନି, ଧନୀ ଗରିବ ଦେଖାଯାଏନି, କଳା ଗୋରା ଦେଖାଯାଏନି। ପ୍ରେମ ଉନ୍ମୁକ୍ତ, ସମସ୍ତଙ୍କୁ ଆଲିଙ୍ଗନ କରିବା ପାଇଁ ମୁଁ ଏଇ ଆଲିଙ୍ଗନ ବା ପ୍ରେମ ମୁଦ୍ରାରେ ଛିଡ଼ା ହେଇଛି। ମୋର ପାପୁଲି ନାହିଁ, ପାପୁଲି ରହିଲେ ମୁଁ ବାନ୍ଧିଦେବି। ବାନ୍ଧିଦେଲି ମାନେ ପୋଖରୀ ହେଇଗଲା, ପ୍ରେମଟା ପୋଖରୀ ହେଇଗଲା, ବନ୍ଧନ ଭିତରେ ଜଣେ ପଡ଼ିକି ରହିଲା। ପ୍ରେମ ମଣିଷକୁ ମୁକ୍ତ କରାଏ ମାନସିକ ସ୍ତରରେ, ଯାହା ଭିତରେ କୌଣସି ରୀତି ନୀତି ବିଧି ବିଧାନ ସମ୍ବିଧାନ କୌଣସି ଜିନିଷ ନଥାଏ। ପ୍ରେମରେ ଜଣେ କେବଳ ଈଶ୍ୱରଙ୍କର ଅନନ୍ତ ନୀଳ ଆକାଶରେ କେବଳ ଉଡ଼ି ବୁଲେ। ତେଣୁ ମୋ ହାତରେ ପାପୁଲି ନାହିଁ। ତାପରେ ମୁଁ ପଚାରିଲି, ପ୍ରଭୁ ତମର ଗୋଡ଼ ତ ନାହିଁ ନା, ତୁ କ'ଣ ଏତିକି ବୁଝିପାରୁନୁ? ଯିଏ ପ୍ରେମରେ ପଡ଼ିଗଲା ତାର ଗୋଡ଼ କ'ଣ ଦରକାର? ଯେତିକି ଦିନ ଯାଏ ତମେ ଜୀବନର ଅନ୍ଧ ଦୌଡ଼ରେ ଦୌଡ଼ୁଛ, କାମନା ବାସନା ପଛରେ ଦୌଡ଼ୁଛ, କିଛି ପ୍ରାପ୍ତିର ଆଶାରେ ଦୌଡ଼ୁଛ, ସେତେବେଳେ ଗୋଡ଼ର ଆବଶ୍ୟକତା। କାରଣ ଏଇ ଜୀବନଟା ଏ ମଣିଷ ପାଇଁ ଗୋଟେ ଅନ୍ଧ ଦୌଡ଼ ହେଇଯାଇଛି। ସେ ଅହରହ ଦୌଡ଼ୁଛି, କାମନା ବାସନାର ପ୍ରାପ୍ତି ପଛରେ ଦୌଡ଼ୁଛି, ସେ ଦୌଡ଼ୁଛି। କିନ୍ତୁ ପ୍ରେମରେ ଯିଏ ଥରେ ପଡ଼ିଯାଏ ତାର ଆଉ ଗୋଡ଼ର ଆବଶ୍ୟକତା କ'ଣ? ଯିଏ ପ୍ରେମରେ ପଡ଼ିଗଲା ସେ ସେଇଠି ରହିଗଲା। ପ୍ରେମ ସ୍ଥିରତା ଆଣିଦିଏ, ପ୍ରେମ ତମର ମାନସିକ ସ୍ଥିରତା ଆଣିଦିଏ। ପ୍ରେମ ଆଉ ତମକୁ ଦୌଡ଼ାଏନି। ତେମେ ଯଦି ଗୋଟେ ପ୍ରେମିକାର ପ୍ରେମରେ ପଡ଼ିଗଲ, ଆଉ କ'ଣ ପାଇଁ ଦୌଡ଼ିବ? ତମର ଗୋଡ଼ କ'ଣ ଦରକାର? ତୁମେ କେବଳ ସେ ପ୍ରେମଟାକୁ ଉପଭୋଗ କର। ପ୍ରେମିକାର ସାନ୍ନିଧ୍ୟରେ ପ୍ରତିଟି ମୁହୂର୍ତ୍ତ କାଟିଦିଅ। ଥରେ ପ୍ରେମରେ ପଡ଼ିଗଲା ପରେ ଆଉ ଗୋଡ଼ର ଦରକାର କ'ଣ? ଗୋଡ଼ ହେଇଛି ଦୌଡ଼ିବା ପାଇଁ। ପ୍ରେମରେ ଥରେ ପଡ଼ିଗଲେ ଆଉ ଦୌଡ଼ିବାର ଆବଶ୍ୟକତା ନାହିଁ। ପ୍ରେମ ସ୍ଥିରତା ଆଣିଦିଏ। ପ୍ରେମରେ ଯିଏ ପଡ଼ିଗଲା ସେ ରହିଗଲା, ସେ ନୀରବି ଗଲା। ପ୍ରେମରେ ନୀରବତା ଆସିଥାଏ, ମୌନତା ଆସିଥାଏ। ସେ କେବଳ ପ୍ରେମରେ ପ୍ରତି ମୁହୂର୍ତ୍ତରେ ଡୁବି ରହିଥାଏ। ପ୍ରେମରେ ଡୁବି ଯିବା ହେଲା ଅସଲ କଥା ଏବଂ ତାର ସାର୍ଥକତା। ଥରେ ପ୍ରେମରେ ଯିଏ ପଡ଼ିଯାଏ ସେ ଆଉ ଦୌଡ଼େ ନାହିଁ। ତେଣୁ ମୁଁ ହେଲି ପ୍ରେମର ଠାକୁର। ସେୟା ଜଣାଉଛି ଯେ ବାବା, ତୁ ଯଦି ପ୍ରେମରେ ପ୍ରକୃତରେ ପଡ଼ିଗଲୁନି, ତୋର ଆଉ ଦୌଡ଼ିବାର ଆବଶ୍ୟକତା ନାହିଁ। ଯୋଉଠି ଦୌଡ଼ିବାର ଆବଶ୍ୟକତା ନାହିଁ ସେଠି ଗୋଡ଼ର କ'ଣ ଆବଶ୍ୟକତା ଅଛି? ତେଣୁ ମୋର ଗୋଡ଼ ନାହିଁ। ମୁଁ କହିଲି ଠିକ ହେଲା। ଆଚ୍ଛା, ତମ ତ ଆଖି ଏଡ଼େଡ଼େ କିନ୍ତୁ ଆଖିର ପଲକ ନାହିଁ। ଆମର ଯେମିତି ଆଖି ମିଟି ମିଟି ଆମେ କରୁଛୁ, ପଲକ ପଡ଼ୁଛି, ଆଖିଟା ବନ୍ଦ ହେଉଛି, ତମ ତ କିଛି ପଲକ ନାହିଁ। ନା, ଇଏ ବି ପ୍ରେମର ଚିହ୍ନ।
ପଲକ କାହିଁ ରହିବ? ମୋର ପଲକ ନାହିଁ ଏଇ ସକାଶେ ମୁଁ ଗୋଟେ ତଟସ୍ଥ ଅବସ୍ଥା ରହିଯାଇଛି। ଯିଏ ପ୍ରେମରେ ପଡ଼ିଯାଏ ସେ ତଟସ୍ଥ ଅବସ୍ଥା ହେଉଛି, ପଲକ ବିହୀନ ଆଖି ହେଉଛି ତଟସ୍ଥ ଅବସ୍ଥା। ତଟସ୍ଥ ଅବସ୍ଥା ମାନେ ଆମେ ଯେଉଁ ସାଧାରଣ ଭାଷାରେ କହୁ ଜଳକା। କିରେ ତୁ କ'ଣ ଜଳକା ହେଇ କୁଆଡ଼େ ଚାହିଁଛୁ କି? ମାନେ ଜଳକା ମାନେ କାହା ଗୋଟେ ଚାହିଁଛୁ। ଧର ଗୋଟେ ସୁନ୍ଦର ଝିଅର ମୁହଁଟା ଦେଖୁଛୁ, ଆମେ ହଠାତ୍ ରହିଯାଇଛୁ, ଆମର ଆଖିର ପଲକ ପଡ଼ୁନି। ଯେତେବେଳେ ଅତି ଗୋଟେ ସୌନ୍ଦର୍ଯ୍ୟକୁ ଆମେ ଦେଖୁ, ସେତେବେଳେ ସେ ସୌନ୍ଦର୍ଯ୍ୟରେ ଆମେ ଏତେ ବିଭୋର ହେଇଯାଉ ଯେ ଆଖିରେ ଆଉ ପଲକ ପଡ଼େନି। ତାକୁ ସାଧାରଣ ଭାଷାରେ କୁହାଯାଏ ଗୋଟେ ଜଳକା ଅବସ୍ଥା। କ'ଣ ତୁ ଜଳକା ହେଇକି ଚାହିଁକି ରହିଛୁ? ଆମେ ଥରେ କହୁ ଜଳକା ହେଇକି ଚାହିଁକି ରହିଛୁ। ମାନେ ଯେତେବେଳେ ଜଣେ ଜଳକା ହେଇକି ଚାହିଁକି ରହିଥାଏ, ସେ ତା ନିଜର ଅସ୍ତିତ୍ୱକୁ ଭୁଲିଯାଏ, ସବୁକିଛି ଭୁଲିଯାଏ, ସେ କେବଳ ଚାହିଁକି ରହିଥାଏ। ଜଗନ୍ନାଥ ମତେ କହୁଛନ୍ତି ଏଇ ଆଖିରେ ପଲକ ନଥିବାର ଅବସ୍ଥା ହେଉଛି ଗୋଟେ ତଟସ୍ଥ ଅବସ୍ଥା, ଜଳକ ଅବସ୍ଥା। ଯିଏ ପ୍ରେମରେ ପଡ଼ିଗଲା ସେ ଆଉ କ'ଣ ଆଖି ମୁଜିଦବ? ସେ ଜଳକା ହେଇକି ସାରା ଜୀବନ ରହିଯିବ। ଯିଏ ପ୍ରକୃତ ପ୍ରେମରେ ପଡ଼ିଗଲା ସେ ଗୋଟେ ତଟସ୍ଥ ଅବସ୍ଥାରେ ରହିଯିବ, ତାର ଆଖିର ପଲକ ପଡ଼ିବାକୁ ଚାହିଁବନି। ତେମେ କ'ଣ ଚାହିଁବ ତମ ଆଗରେ ସୁନ୍ଦରୀ ପ୍ରେମିକା ଛିଡ଼ା ହେଇଥିବ, ତେମେ ଆଖି ମୁଜି ଛିଡ଼ା ହେବ? ତେମେ କେବଳ ତାର ସୌନ୍ଦର୍ଯ୍ୟଟାକୁ ଆସ୍ୱାଦନ କରୁଥିବ, ଆକଣ୍ଠ ପାନ କରୁଥିବ। ଯେତେବେଳେ ଆକଣ୍ଠ ତେମେ ପାନ କରୁଛ, ସୌନ୍ଦର୍ଯ୍ୟକୁ ଚାହିଁକି ରହିଛ, ତେମେ ସ୍ୱାଭାବିକ ଭାବରେ ଜଳକା ହେଇଯିବ, ତଟସ୍ଥ ହେଇଯିବ, ଯଦି ତମେ ପ୍ରକୃତରେ ପ୍ରେମ କରୁଛ। ତେଣୁ ପ୍ରେମରେ ପଡ଼ୁଥିବା ମଣିଷର ଆଖିରେ ପଲକ ଦରକାର ନାହିଁ। ସେ ପ୍ରକୃତ ପ୍ରେମରେ ପଡ଼ିଛି ମାନେ ସେ ତଟସ୍ଥ ଅବସ୍ଥାକୁ ଚାଲିଯିବ। ମୁଁ କହିଲି ହଉ ଠିକ ହେଲା। ମୁଁ କହିଲି ସେଇଟା ବୁଝିଲି, ଗୋଡ଼ କାହିଁ ନାହିଁ ବୁଝିଲି, ହାତର ଆଲିଙ୍ଗନ କଥା ବୁଝିଲି, ପାପୁଲି ନାହିଁ ବୁଝିଲି, ଆଖିରେ ପଲକ ନାହିଁ ବୁଝିଲି। ଆଚ୍ଛା ତମର ତ ମୁଣ୍ଡ ନାହିଁ କିଛି, ମୁଣ୍ଡଟା ଏମିତି ଫାଳ ହେଇଯାଇଛି, ଏଇ ଦେଖନ୍ତୁ ଏଇଟା ସମାନ, ମାନେ ଆମର ଯେମିତି ଗୋଲେଇ ହେଇକି ଏଇଟା ସମାନ, ତମର ମୁଣ୍ଡ କିଛି ନାହିଁ। ପ୍ରଭୁ ହସିଲା, ମତେ କହିଲେ ତୁ ପାଗଳ ହେଇଯାଇଛୁ ବିଭୁ, ତୁ ପାଗଳ ହେଇଯାଇଛୁ। ପ୍ରେମରେ ମୁଣ୍ଡର କିଛି ଆବଶ୍ୟକ। ପ୍ରେମ ହେଉଛି ହୃଦୟର କଥା, ସେଠି ମୁଣ୍ଡର କୌଣସି ଦରକାର ନାହିଁ। ଦେयर ଇଜ ନୋ ନିଡ୍ ଅଫ୍ ହେଡ୍। ପ୍ରଭୁ ମତେ କହୁଛି ମୁଣ୍ଡର ସେଟା, ପ୍ରେମରେ ମୁଣ୍ଡର କିଛି କାରବାର ନାହିଁ। ପ୍ରେମ ହେଉଛି ହୃଦୟର କଥା, ପ୍ରେମଟା ହୃଦୟର ଭାଷା, ସେଠି ମୁଣ୍ଡଟା କାହିଁ ରହିଥାନ୍ତା? ପ୍ରେମ ସହିତ ମୁଣ୍ଡର ସମ୍ପର୍କ କିଛି ନାହିଁ। ମୁଣ୍ଡ କିଛି ନଥାଏ ବୋଲି ପ୍ରେମଟା ହୃଦୟରେ ଧରି ହୁଏ, ଅନୁଭବ କରି ହୁଏ, ଉପଲବ୍ଧିରେ ଅଣାଯାଇପାରେ। ପ୍ରେମ ସବୁବେଳେ ହୃଦୟର ଭାଷା କହେ, ମନର ଭାଷା କହେନି କି ମୁଣ୍ଡର ଭାଷା କହେନି। ତେଣୁ ଯିଏ ପ୍ରେମରେ ପଡ଼ିଗଲା ସେ ହୃଦୟ ଭିତରେ ରହିଗଲା। ଯିଏ ହୃଦୟ ଭିତରେ ରହିଗଲା ତାର ମୁଣ୍ଡର ଆବଶ୍ୟକତା ନାହିଁ। ମୁଣ୍ଡ ସହିତ ପ୍ରେମର ଆଦୌ କୌଣସି ସମ୍ପର୍କ ନାହିଁ। ପ୍ରେମ ହେଲା ହୃଦୟର ଭାଷା, ସେଠି ହୃଦୟ ଥିବା ଦରକାର। ତେଣୁ ମୋର ମୁଣ୍ଡ ବି କିଛି ନାହିଁ। ମୁଁ କହିଲି ପ୍ରଭୁ ସବୁ କଥା ବୁଝିଲି, ଆଉ ଖାଲି ଗୋଟିଏ କଥା କୁହ, ତମର ଏଇ ଯୋଉ ଓଠଟା, ଏଇଟା ଏଡେ ଓଠ କାହାରି ନାହିଁ। ଏଇ ଦେଖନ୍ତୁ ଗୋଟେ ନୌକା ଭଳି ହେଇଛି। ଜଗନ୍ନାଥଙ୍କର ଓଠ, ଆମେ ଯୋଉ ନଈରେ ଡଙ୍ଗାରେ ଯାଉ ବା ନୌକାରେ ଯାଉ, ନୌକାଟା ଯେମିତି ଏମିତି ହେଇକି ପାଣିରେ ଭାସିବା ପାଇଁ, ତାଙ୍କର ଦେଖନ୍ତୁ ଓଠଟାକୁ, ଓଠଟା ପୁରା ଗୋଟେ ନୌକା ଯାହା ଭିତରେ ମଣିଷ ବସିପାରିବ ଯେମିତି। ମୁଁ କହିଲି ଆପଣଙ୍କର ଏ ବିଚିତ୍ର ଓଠ କ'ଣ, ନୌକା ଭଳିଆ ହେଇଛି। ପ୍ରଭୁ କାଳୁ ହସିଲା, କହିଲା ଯୋଉ ମଣିଷ ପ୍ରେମରେ ପଡ଼ିଗଲା ଏବଂ ମୋର ଏଇ ଯୋଉ ନୌକାଟା ଭଳିଆ ଓଠ, ଏଇଟା ହଉଛି ପ୍ରେମର ଚିହ୍ନ। ପ୍ରେମ ଯେତେବେଳେ ଗୋଟେ ଉପର ସ୍ତରକୁ ଉଠେ, ପ୍ରେମିକ ପୁରୁଷଟେ ପ୍ରେମିକାକୁ ଚୁମ୍ବନ ଦେଇଥାଏ, ଓଠରେ ଓଠ ବାଜେ। ପ୍ରେମର ଚରମ ଅବସ୍ଥା ହେଉଛି ସ୍ପର୍ଶ। ପ୍ରେମରେ ଯିଏ ଯେତେ ଉପର ସ୍ତରକୁ ଚାଲିଯିବ, ତାର ଅଲ୍ଟିମେଟ ପ୍ରେମର
ଉପର ସ୍ତରଟା ହେଉଛି ସ୍ପର୍ଶ ଏବଂ ମୋର ଯୋଉ ଓଠଟା ନୌକା ଭଳିଆ ହେଇଛି ତୁ ପଚାରୁଛୁ, ଯିଏ ଥରେ ଏ ପ୍ରେମର ନୌକାରେ ବସିଗଲା, ମାନେ ଯିଏ ପ୍ରେମରେ ପଡ଼ିଗଲା, ମୋ ଓଠଟା ହେଉଛି ପ୍ରେମର ନୌକା ଡଙ୍ଗା, ଯିଏ ଥରେ ଏ ପ୍ରେମର ନୌକାରେ ବସିଗଲା ତାର ଏ ଜୀବନ ପ୍ରେମରେ କେବଳ ଅତିବାହିତ ହେଲାନି, ସେ ପ୍ରତି ମୁହୂର୍ତ୍ତରେ ଏଇ ପ୍ରେମର ନୌକାରେ ବସି ତାର ଏ ଜୀବନଟା ପାରି ହେଇଗଲା। ମୋର ଏଇ ଯୋଉ ଓଠ ନୌକା ଭଳିଆ ହେଇଛି, ଇଏ ହେଉଛି ପ୍ରେମର ନୌକା। ତୁମେ ଆସ, ମୁଁ ତୁମକୁ ଆଲିଙ୍ଗନ କରିବି, କିନ୍ତୁ ବାନ୍ଧିକି ରଖିବିନି। ତେମେ ମୋର ଏଇ ପ୍ରେମର ନୌକାରେ ବସି ଏଇ ଯୋଉ ଛୋଟିଆ ଜୀବନ ଯାତ୍ରାଟା ପାରି ହେଇଯିବ, କୂଳରେ ଲାଗିଯିବ। ମତେ କହିଲେ କିଛି ବୁଝିପାରିଲୁ? ମୁଁ କହିଲି ପ୍ରଭୁ, ଆଜି ମୁଁ ଧନ୍ୟ ହେଲି। ଜଗନ୍ନାଥଙ୍କର ଏଇ ଯୋଉ ଶରୀରର ରହସ୍ୟମୟ ରୂପ ଆକୁ ପୋଥି ପୁରାଣରେ ପଣ୍ଡିତମାନେ ବିଭିନ୍ନ ବାଗରେ ବୁଝେଇଥାନ୍ତି। କାହିଁକି ଆଖି ଗୋଲ ଗୋଲ, କାହିଁକି କାନ ନାହିଁ, କାହିଁକି ପାଟି ନାହିଁ, ସେସବୁ ପୁରାଣରୁ ଉଦ୍ଧୃତ ଦେଇକି ମୁଁ ଯାହା ଏନେ ବୁଝେଇଲି, ଏଗୁଡ଼ା କାଳୁ ମତେ ବୁଝେଇ ଦେଇଛି। ମୁଁ ଭାବୁଛି ଆକୁ ଆପଣ କୌଣସି ବହିରେ କି ଶାସ୍ତ୍ର ପୁରାଣରେ ପାଇବେନି। ଗୋଡ଼ ନାହିଁ ଏଇ ସକାଶେ ଯେ ଯେ ପ୍ରେମରେ ପଡ଼ିଗଲା ତାର ଆଉ ଦୌଡ଼ିବାର ଆବଶ୍ୟକତା ନାହିଁ, ସେ ସ୍ଥିର ହେଇଯିବ। ବିଶ୍ୱର କୌଣସି ଠାକୁର ଆଲିଙ୍ଗନ ମୁଦ୍ରାରେ ଛିଡ଼ା ହେଇନାହାନ୍ତି। କୌଣସି ମୂର୍ତ୍ତି ଦେଖିବେନି, ସେ ଆଲିଙ୍ଗନ ମୁଦ୍ରାରେ ସମସ୍ତଙ୍କୁ କୋଳେଇ ନେବାକୁ ଚାହୁଁଛନ୍ତି ପ୍ରେମରେ। ସେଇ ସକାଶେ ଆଲିଙ୍ଗନ ମୁଦ୍ରା, ସେ ହେଉଛନ୍ତି ପ୍ରେମର ଠାକୁର। ହାତରେ ପାପୁଲି ନାହିଁ, କାରଣ ସେ କାହାକୁ ବନ୍ଧନରେ ବାନ୍ଧି ରଖିବାକୁ ଚାହୁଁନାହାନ୍ତି। ଯିଏ ପ୍ରେମରେ ପଇଲା ସେ ମୁକ୍ତ ହେଇଗଲା। ମୁକ୍ତ ହେଇଗଲା ତମ ସମାଜର ରୀତିନୀତି ବିଧି ବିଧାନ, ଛୋଟ ବଡ଼, ଧନୀ ଗରିବ, ସେ ସମ୍ପୂର୍ଣ୍ଣ ମୁକ୍ତ। ତେଣୁ ପାପୁଲି ନାହିଁ। ଆଖିରେ ପଲକ ନାହିଁ, କାରଣ ପ୍ରେମରେ ଯିଏ ପଡ଼େ ସେ ଜଳକା ହେଇଯାଏ, ତଟସ୍ଥ ହେଇ ରହିଯିବ। ମୁଣ୍ଡ ନାହିଁ, କାରଣ ପ୍ରେମ ମୁଣ୍ଡର ଭାଷା ବୁଝେନି, ସେ ହୃଦୟର ଭାଷା ବୁଝେ, ତେଣୁ ମୁଣ୍ଡ ନାହିଁ। ଓଠ ନୌକା ଭଳି, କାରଣ ପ୍ରେମର ନୌକାରେ ଯିଏ ଥରେ ପଡ଼ିଗଲା, ବସିଗଲା, ସେ ଭବସାଗରରୁ ପାରି ହେଇଗଲା। ଏହା ଥିଲା କାଳୁ, ସେ କିଭଳି ପ୍ରେମର ଠାକୁର ମତେ ବୁଝେଇ ଦେଇଥିଲା। ମୁଁ ଆପଣଙ୍କ ଆଗରେ ପ୍ରକାଶ କରିଦେଲି। ଆପଣ ଆକୁ କୋଉ ଦୃଷ୍ଟିରେ ଦେଖୁଛନ୍ତି ମୁଁ କହିପାରିବିନି। ଆକୁ ଗ୍ରହଣ କରନ୍ତୁ ନ କରନ୍ତୁ, ମୋର କିଛି ଦୁଃଖ ନାହିଁ। ମୁଁ ମୋ କାଳୁକୁ ନେଇ ଖୁସିରେ ଅଛି, ଆନନ୍ଦରେ ଅଛି, ପ୍ରେମରେ ଅଛି। ମୁଁ କାଳୁକୁ ଗେଲ କରୁଛି, କାଳୁ ମୋ ସହିତ ଅଛି। ମୁଁ ଜାଣିଛି ଅନେକ ଚାହୁଁଛନ୍ତି କାଳୁକୁ ନେଇ ମୋର ଯାହା ବ୍ୟକ୍ତିଗତ ଅନୁଭୂତି ସବୁବେଳେ କହିବା ପାଇଁ। ବନ୍ଧୁ, ସତରେ କହୁଛି, ନୀତି ପ୍ରତିଦିନ ମୋର ଗୋଡ଼ର ନଖ କୋଟାଠୁ ଆରମ୍ଭ ହଉ, କି ଦେହ ଖରାପ ହଉ, କି ଅଣ୍ଟା ବିନ୍ଧୁଛି ଅଣ୍ଟା କିଏ ଘଷିବାକୁ ହଉ, ଯାହା କିଛି ସବୁ ତ କାଳୁ କରୁଛି। କ'ଣ ଗୋଟେ ଇଚ୍ଛା ହେଲେ ଖାଇବାକୁ, ମୁଁ ଜାଣିନଥିବି, କେହି ନା କେହି ଯୋଉଟା ଆଜି ଇଚ୍ଛା ହେଇଥିବ, ଆଜି ଆରିସା ପିଠା ଖାଇବାକୁ ଇଚ୍ଛା ହଉଛି, ସେ ଆଣିକି ମତେ କିଏ ଆରିସା ପିଠା ଦେଇଥିବ। କଟକର ମିକ୍ସଚର ଖାଇବାକୁ ହଉଛି, କିଏ ଗୋଟେ ଆଣିକି କଟକର ମିକ୍ସଚର ଦେଇଥିବ। ଦେହ ହାତ ଘୋଳା ବିନ୍ଧା ହଉଛି, କିଏ ଗୋଟେ ଆସି ପହଞ୍ଚିବ, କହିବ ମୁଁ ଆସିଛି ଆପଣଙ୍କୁ ଘଷା ମୁଡ଼ା କରିବା ପାଇଁ। ଅତୀତରେ କେତେ କଥା କହିଛି। ମୋର ହାର୍ଟ ଅପରେସନ ପାଇଁ କେମିତି ଅପରେସନ ଥିଏଟରକୁ ଯାଇଛି, କିନ୍ତୁ ଅପରେସନ ହେଇନି, ମତେ କାଳୁ ଉଠେଇ ଦେଇଛି, ମୁଁ ଚାଲି ଆସିଛି, ଆଜି ଯାଏଁ ସୁସ୍ଥ ଅଛି। ନାନାଦି କଥା, କେତେ କଥା କହିବି। ତେବେ ସମୟ ସମୟ ମୁଁ ନିଶ୍ଚୟ କହୁଥିବି। ତା ଭିତରେ ଆମର ଶ୍ରୀକ୍ଷେତ୍ରର କଥା ବି କହୁଥିବି, ସାଧୁ ସନ୍ତଙ୍କ କଥା କହୁଥିବି। କିନ୍ତୁ ମୁଁ ଏବେ ଲକ୍ଷ୍ୟ କରୁଛି ଆପଣମାନଙ୍କର ସେୟାର କମି ଯାଉଛି କି କ'ଣ, ଯେତିକି ଲୋକ ଦେଖିବା କଥା ମୁଁ ଭାବୁଛି ଏଠି ଟିକେ କମି ଯାଉଛି। ମୁଁ ୟୁଟ୍ୟୁବରୁ ଟଙ୍କା ପାଇବା ପାଇଁ ଆଦୌ କରୁନି, ମତେ ପ୍ରଭୁ ସଫିସିଏଣ୍ଟ ଦେଇଛି।
ମୁଁ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଯାହା ପାଖରେ କାଳୁ ଥିବ ସେ କ'ଣ କେବେ ଗରିବ ହେଇପାରେ? ନା ଆପଣଙ୍କର ଟଙ୍କା ପଇସାରେ ମୁଁ ଧନୀ ହେଇପାରିବି? କିନ୍ତୁ ମୁଁ ଚାହୁଁଛି ଏଇ ଛୋଟିଆ ଜୀବନରେ ସମସ୍ତେ ଦେଖନ୍ତୁ, ମୋ କଥା ଶୁଣନ୍ତୁ ଏବଂ କାଳୁ କିଭଳି ଏକ ରହସ୍ୟମୟ ଠାକୁର ତାକୁ ତା ସଂସ୍ପର୍ଶରେ ସମସ୍ତେ ଯୋଡ଼ି ହେଇଯାଆନ୍ତୁ। ମୁଁ ଯଦି ଏ ସଂସାରରୁ ଚାଲିଯିବି, ମୁଁ ଜୋର ଦେଇ କହୁଛି ଆଉ ଖୋଜିଲେ ମୋତେ ପାଇବେନି। କିମ୍ବା ତା ସହିତ ମୋର ସମ୍ପର୍କ କ'ଣ, ଜଗନ୍ନାଥ କେମିତି ସମ୍ପର୍କ ଯୋଡ଼ି ପାରନ୍ତି, ସେ କଥା ଆପଣ ସିଧାସଳଖ ପ୍ରତ୍ୟକ୍ଷ ଅନୁଭୂତି ମଧ୍ୟ ଆଉ ଶୁଣିପାରିବେନି। ସମସ୍ତେ ପୋଥି ପୁରାଣର କଥା କହୁଛନ୍ତି। ପୋଥି ପୁରାଣର ଉର୍ଦ୍ଧ୍ୱରେ ଥାଏ ଆମର କାଳୁ। ତେଣୁ ଏଠି ପୋଥି ପୁରାଣର କଥା ନୁହେଁ, ଏଠି ଜୀବନ ଅନୁଭୂତିର କଥା। ଏବଂ ବାରମ୍ବାର ବି କହୁଛି, ଆପଣମାନେ ପ୍ରତ୍ୟେକ ନିଜେ ନିଜ ସ୍ତରରେ କାଳୁକୁ ଭଲ ପାଆନ୍ତୁ, ପ୍ରେମ କରନ୍ତୁ। କାଳୁ ଆପଣଙ୍କର। ଆଉ ଯେଉଁମାନେ କାଳୁ ସମ୍ପର୍କରେ ଅତ୍ୟନ୍ତ ଗୂଢ଼ କଥା ଜାଣିବାକୁ ଚାହୁଁଛୁ, କେତେ ଗୁଡ଼ିଏ କଥା ଅଛି, ତାକୁ ଖୋଲାଖୋଲି ଏଇ ୟୁଟ୍ୟୁବରେ କହିହେବନି। ଯେଉଁମାନଙ୍କର ସେତିକି ଆଗ୍ରହ ସେମାନେ ମୋ ଆଶ୍ରମକୁ ଆସିପାରିବେ, ସମସ୍ତେ ଫ୍ରି ଆସିପାରିବେ। ଏବଂ ଯଦି କାଳୁକୁ ପାଇବାକୁ ଚାହୁଁଛନ୍ତି ଏ ଜୀବନରେ, ଯୋଡ଼ାଏ ଜିନିଷ, ଗୋଟେ ହେଉଛି ଧ୍ୟାନ, ଆଉ ଗୋଟେ ହେଉଛି ପ୍ରେମ। ଆପଣଙ୍କର ନିଃସର୍ତ୍ତ ସମର୍ପଣର ପ୍ରେମରେ ଆପଣ କାଳୁକୁ ପାଇପାରିବେ। ଆପଣ କେମିତି ପ୍ରେମ କରିବେ, କେମିତି ସମର୍ପିତ ହେବେ ମୁଁ କହିପାରିବିନି। ଅନ୍ୟ ରାସ୍ତାରେ ଆପଣ ଧ୍ୟାନରେ ବି ପାଇପାରିବେ। ମୁଁ ଧ୍ୟାନ ମଧ୍ୟ ଆପଣଙ୍କୁ ବତେଇଦେବି, କେମିତି ଧ୍ୟାନ କଲେ ଏଇ ଛୋଟିଆ ଜୀବନରେ ଆମେ କାଳୁକୁ ପାଇପାରିବେ, ସେ ରାସ୍ତା ବି ଦେଖେଇଦେବି। କାହିଁକି ନା ମୁଁ ସେ ରାସ୍ତାରେ ମୁଁ ପ୍ରେମରେ ପାଇଛି, ଧ୍ୟାନରେ ବି ପାଇଛି। ମୁଁ ଆପଣଙ୍କୁ କୌଣସି ବହିର କଥା ଉଦାହରଣ ଦେବିନି, ଧ୍ୟାନରେ ବି କେମିତି କାଳୁକୁ ପାଇପାରିବେ ସେ ରାସ୍ତା ମଧ୍ୟ ବତେଇଦେବି। ଯେହେତୁ ମୁଁ ସେ ରାସ୍ତାରେ ଯାଇକି ପାଇଛି, ମୁଁ କହିବିନି କୋଉ ଗୁରୁ କ'ଣ କହିଥିଲା, କୋଉ ବହିରେ କ'ଣ ଲେଖାଇଥିଲା, ମୁଁ ସେଥିରେ ପଶେନି। ମୁଁ ମୋର ବାସ୍ତବ ଜୀବନର ଅନୁଭୂତିରୁ ସମସ୍ତଙ୍କୁ ଶିଖାଏ। ଭାବୁଛି ଏଇ ଯୋଉ ରହସ୍ୟମୟ ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ଏଇ ଯୋଉ ଶାରୀରିକ ଗଠନକୁ ନେଇ ଏଇ ଯୋଉ ପ୍ରେମର ଠାକୁର ହିସାବରେ ଗୋପନ ସନ୍ଦେଶ, ସେଗୁଡ଼ା ଆପଣ ବୁଝିପାରିଥିବେ। ଆଜି ପାଇଁ ରହୁଛି ଏ ଭିଡ଼ିଓଟିକି ଯେଚ୍ଛା ତା ଭାବରେ ଆପଣ ସେୟାର କରନ୍ତୁ, ସମସ୍ତଙ୍କ ପାଖରେ ପହଞ୍ଚୁ। କେହି ହୁଏତ ଏ ରାସ୍ତାରେ ଆସିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି। ମୁଁ ଚାହୁଁଛି ଏଇ ଛୋଟିଆ ଜୀବନରେ କାଳୁ ମଧ୍ୟ ଆପଣଙ୍କର ହେଇଯାଉ, ଆପଣ ମଧ୍ୟ ତା ସହିତ କଥାବାର୍ତ୍ତା କରନ୍ତୁ, ତା ସହିତ ଯୋଡ଼ି ହେଇଯାଆନ୍ତୁ। ମୋର କେବଳ ଏତିକି ଉଦ୍ଦେଶ୍ୟ, ମୋର ଆଉ କୌଣସି ଉଦ୍ଦେଶ୍ୟ ନାହିଁ। ପୁଣି ଶେଷ ଥରେ କହୁଛି, ଯେଉଁମାନଙ୍କର ଧ୍ୟାନ ଶିବିରରେ ଯୋଗ ଦେବାକୁ ଇଚ୍ଛା ଥିବ, ସେମାନେ ଏଇ ମାର୍ଚ୍ଚ 31 ତାରିଖ ସୁଦ୍ଧା ପପୁ ମହାରାଜଙ୍କ ସହିତ ଯୋଗାଯୋଗ ରକ୍ଷା କରିବେ। ସକାଳ 8ରୁ 9 ଭିତରେ ଫୋନ୍ କରିବେ। ବା କିଛି ଲୋକ ଚାହୁଁଛନ୍ତି ମୋଠୁ ମନ୍ତ୍ର ଦୀକ୍ଷା ନେବା ପାଇଁ, ଯେଉଁମାନେ ମନ୍ତ୍ର ଦୀକ୍ଷା ନେବାକୁ ବି ଚାହୁଁଥିବେ ସେମାନେ ମଧ୍ୟ ପପୁ ମହାରାଜଙ୍କ ସହିତ ଯୋଗାଯୋଗ କରିବେ। ନମ୍ବର ହେଲା 9437931018। ରହୁଛି, ନମସ୍କାର। ନମସ୍କାର।